ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ବାବାଙ୍କର ଆଶୀର୍ବାଦରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଆଉ ଏଇ ଯେଉଁ ସାଇ ପଟେଲ ଫ୍ୟାମିଲି ଓଡ଼ିଆ ବ୍ଲଗର ଭିଡ଼ିଓ ସବୁ ସମୟ ବାହାର କରି ଯେଉଁ ଦେଖୁଛନ୍ତି ଶୁଣୁଛନ୍ତି ସେଥିପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସେୟାର କରନ୍ତୁ। ଚାଲନ୍ତୁ ଆଜି ଶୁଣିବା ବାବାଙ୍କର ଚମତ୍କାର। ବାବା କିପରି ଭାବରେ ଫୁଲ ଗଛ ଜଗଉଥିଲେ ଆଉ ବାବା କିପରି ଭାବରେ ଭକ୍ତମାନଙ୍କର ଦୁଃଖ ସବୁ ଦୂର କରୁଥିଲେ। ତାହେଲେ ଚାଲନ୍ତୁ ଟିକେ ସମୟ ଦେଇ ଶୁଣିନେବା। ବାବା ଯେଉଁ ଦିନଠାରୁ ଶିରଡି ଗାଁକୁ ଆସିଲେ ସେହି ନିମ୍ବ ଗଛ ତଳେ ବସିକି ରହିଯାଉଥିଲେ। ବାବା ମସଜିଦର ପଛପଟର ଜାଗାକୁ ପରିଷ୍କାର କରି ନିଜ ହାତରେ ଫୁଲ ଗଛ ସବୁ ଲଗାଉଥିଲେ ଓ ନିୟମିତ ଭାବରେ ସେଥିରେ ପାଣି ଦେଉଥିଲେ। ବାମନ ବାତ୍ୟା ନାମକ ଜଣେ ଭକ୍ତ ପ୍ରତିଦିନ 2ଟି ମାଠିଆ ଆଣି ତାଙ୍କୁ ଦେଉଥିଲେ। ବାବା ଏହି ମାଠିଆରେ ପାଣି ଭର୍ତ୍ତି କରି ନିଜେ ନିଜ ଗଛରେ ଦେଉଥିଲେ ଓ ମାଟି ହାଣ୍ଡି 2ଟିକୁ ନିମ୍ବ ଗଛ ମୂଳେ ରଖି ଦେଉଥିଲେ। ମାତ୍ର ହାଣ୍ଡି 2ଟି ସେଠି ରଖିବା ମାତ୍ରେ ଭାଙ୍ଗି ଯାଉଥିଲା। କାରଣ ମାଠିଆ ନିଆଁରେ ସେକା ନ ହୋଇ କଞ୍ଚା ମାଟିରେ ତିଆରି ହେଉଥିଲା। ତା ପରଦିନ ତାତ୍ୟା 2ଟି ପୁଣି ମାଠିଆ ଆଣି ଦେଉଥିଲା। ଏହି କ୍ରମ ପ୍ରାୟ 3 ବର୍ଷ ଯାଏଁ ଚାଲି ରହିଲା ଓ ଶ୍ରୀ ସାଇବାବାଙ୍କର କଠୋର ପରିଶ୍ରମ ଓ ଯତ୍ନ ଯୋଗୁଁ ସେଠାରେ ଏକ ବଡ଼ ସୁନ୍ଦର ଫୁଲ ବଗିଚା ଗଢ଼ି ଉଠିଲା। ବାବା ଯେଉଁ ନିମ୍ବ ଗଛ ତଳେ ବସିକି ରହିଯାଉଥିଲେ ସେହି ନିମ୍ବ ଗଛ ତଳକୁ ସମସ୍ତେ ଗୁରୁସ୍ଥାନ ବୋଲି ଜାଣନ୍ତି। ଆଉ ସମସ୍ତେ ସେହି ଗୁରୁସ୍ଥାନକୁ ବାବାଙ୍କର ଆଶୀର୍ବାଦ ପାଇବା ପାଇଁ ହଜାର ହଜାର ସଂଖ୍ୟକ ଭକ୍ତ ବାବାଙ୍କ ଦର୍ଶନ କରିବାକୁ ଯାଇଥାନ୍ତି। ଥରେ ଗଙ୍ଗାଗୀର ନାମକ ବୈଷ୍ଣବ ସମ୍ପ୍ରଦାୟର ପ୍ରସିଦ୍ଧ ଭକ୍ତ ଶିରଡି ଆସିଥିଲେ। ସେ ବାବାଙ୍କୁ ଏହିପରି ମାଠିଆରେ ପାଣି ଆଣି ଗଛରେ ଦେଉଥିବାର ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଓ କହିଲେ, ଯାହାକୁ ତୁମେ ଏପରି ପରିଶ୍ରମ କରି ପାଣି ବୋହି ଆଣିବାର ଦେଖୁଛ ସେ କୌଣସି ସାମାନ୍ୟ ପୁରୁଷ ନୁହନ୍ତି। ଏହି ଶିରଡି ପରମ ଭାଗ୍ୟଶାଳୀ ଅଟେ ଯେଉଁଠାରେ ଏହି ଅମୂଲ୍ୟ ହୀରା ଅଛି। ସେହିପରି ଆନନ୍ଦନାଥ ନାମକ ପ୍ରସିଦ୍ଧ ସନ୍ଥ ଯିଏକି ଅକଲକୋଟ ମହାରାଜଙ୍କ ଶିଷ୍ୟ ଥିଲେ ବାବାଙ୍କୁ ସାକ୍ଷାତରେ ଦର୍ଶନ କରି କହିଥିଲେ, ଆରେ ଇଏ ତ ହୀରା ଅଟନ୍ତି, ଯଥାର୍ଥରେ ହୀରା। ମୋର ଏହି କଥାର ସତ୍ୟତା ଓ ଅନୁଭବ ତୁମକୁ ପରେ ଜଣାପଡ଼ିବ। ଅକଲକୋଟ ସ୍ୱାମୀଙ୍କର ଜଣେ ଭକ୍ତ ଭାଇ କୃଷ୍ଣାଜୀ ଅକଲକୋଟ ଯାଇ ସ୍ୱାମୀଙ୍କର ପାଦ ପୂଜା କରିବାକୁ ଚାହୁଁଥିଲେ। ତାଙ୍କୁ ସେହି ରାତିରେ ସ୍ୱାମୀ ସମର୍ଥ ସ୍ୱପ୍ନରେ ଆସି କହିଲେ, ଆଜିକାଲି ମୋର ବିଶ୍ରାମସ୍ଥଳ ଶିରଡି ଅଟେ। ସେଥିପାଇଁ ତୁମେ ଶିରଡି ଯାଇ ପୂଜା କର। ଏହିପରି ଆଜ୍ଞା ପାଇ ଭାଇ କୃଷ୍ଣାଜୀ ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ୱାସରେ ସହିତ ଶିରଡି ଯାଇ ସାଇଙ୍କର ପୂଜା କରିଲେ ଓ ସ୍ୱପ୍ନର ସ୍ମୃତି ସ୍ୱରୂପ ନିମ୍ବ ବୃକ୍ଷ ତଳେ ସ୍ୱାମୀ ସମର୍ଥଙ୍କର ପାଦୁକା ସ୍ଥାପନ କଲେ। ବାବା ସେହି ପାଦୁକାକୁ ଛୁଇଁ କରି ଆଶୀର୍ବାଦ ଦେଲେ ଓ ଉପାସନା ମହାରାଜ ଏକ ପ୍ରାର୍ଥନା ଶ୍ଲୋକ ତା ଉପରେ ରଚନା କଲେ ଯେଉଁଥିରେ ନିମ୍ବ ବୃକ୍ଷର ମହାତ୍ମା ଓ ବାବାଙ୍କର ଯୋଗଶକ୍ତି ବିଷୟରେ ବର୍ଣ୍ଣିତ ଥିଲା। ବାବା ଶିରଡିବାସୀଙ୍କ ବେମାରୀର ଚିକିତ୍ସା ଅଦ୍ଭୁତ ଉପାୟରେ କରୁଥିଲେ। ଥରେ ଜଣେ ଭକ୍ତଙ୍କର ଆଖି ଫୁଲି ଯାଇ ଲାଲ ହୋଇଯାଇଥିଲା। ବାବା ବିଲ୍ବା ମଞ୍ଜି ବାଟି 2ଟି ଗୁଲା କରି ତାର ଆଖିରେ ଲେପ ଦେଇଦେଲେ ଓ ତା ଉପରେ କପଡ଼ାର ପଟି ବାନ୍ଧିଦେଲେ। ଏହି ପ୍ରଣାଳୀରେ ତାର ଆଖି ଭଲ ହୋଇଗଲା। କେବେ କେବେ ସେ ଭକ୍ତମାନଙ୍କର ରୋଗକୁ ନିଜ ଉପରକୁ ନେଇ ଆସୁଥିଲେ। ଥରେ ଜଣେ ଭକ୍ତ ଖାରପେଟଙ୍କର ପୁତ୍ରକୁ ପ୍ଲେଗ ରୋଗ ହୋଇଗଲା। ସାଇ ତାର ସବୁ କଷ୍ଟକୁ ଦୂର କରି ନିଜ ଉପରକୁ ନେଇ ତାକୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ। ସେହି ସମୟରେ ସାଇଙ୍କ ଶରୀରରେ ପ୍ଲେଗ ରୋଗର ବଥ ଫୁଲି କରି ଦେଖାଯାଉଥିଲା। ଭକ୍ତ ଯେତେ ଦୂରରେ ଥାଉ ନା କାହିଁକି ସ୍ମରଣ ମାତ୍ରକେ ବାବା ତାକୁ ରକ୍ଷା କରୁଥିଲେ।
ଥରେ ଦୀପାବଳି ଦିନ ବାବା ଧୁନିରେ କାଠ ପକାଉଥିଲେ। ହଠାତ୍ ନିଆଁ ଭିତରେ ହାତ ପୂରାଇ ଦେଲେ। ଫଳରେ ହାତ ଗୁରୁତର ଭାବରେ ପୋଡ଼ିଗଲା। ଶ୍ୟାମା ପାଖରେ ଥିଲେ। ସେ ସଙ୍ଗେ ସଙ୍ଗେ ହଠାତ୍ ବାବାଙ୍କର ହାତକୁ ଟାଣି ଆଣିଲେ ଏବଂ ଏପରି କାହିଁକି କଲେ ବୋଲି ପଚାରିଲେ। ବାବା କହିଲେ, ଏକ କମାରର ସ୍ତ୍ରୀ ତାର ପିଲାକୁ ଧରି କମାରଶାଳାରେ ନିଆଁରେ ପବନ ଦେଉଥିଲା। ତାର ସ୍ୱାମୀ ଡାକିବାରୁ ଉଠିକରି ଘର ଆଡ଼କୁ ଦୌଡ଼ିଲା। ପିଲାଟି ତା ହାତରୁ ଖସିପଡ଼ି ଜଳନ୍ତା ନିଆଁ ଉପରେ ପଡ଼ିଗଲା। ତେଣୁ ମୁଁ ନିଆଁରେ ହାତ ପୂରାଇ ପିଲାଟିକୁ ଟାଣି ଆଣିଲି, ଯାଦ୍ୱାରା ତାର ପ୍ରାଣ ରକ୍ଷା ହୋଇଗଲା। ମୋର ହାତ ପୋଡ଼ିଯିବାରୁ ମୋତେ ଦୁଃଖ ଲାଗୁନାହିଁ, କାରଣ ଗୋଟିଏ ଛୁଆର ଜୀବନ ତ ବଞ୍ଚିଗଲା, ସେଥିପାଇଁ ମୋତେ ସନ୍ତୋଷ ଲାଗୁଛି। ତାପରେ ବାବା ଡାକ୍ତରୀ ଚିକିତ୍ସା କରିବା ପାଇଁ ରାଜି ନ ହେବାରୁ ଭାଗୋଜୀ ସିନ୍ଧେ ନାମକ ଏକ କୁଷ୍ଠ ରୋଗରେ ପୀଡ଼ିତ ଭକ୍ତ ହାତର ଜଳି ଯାଇଥିବା ସ୍ଥାନରେ ଘିଅ ଲଗାଇ ତା ଉପରେ ଏକ ପତ୍ର ରଖି ପଟି ବାନ୍ଧି ଦେଇଥିଲେ। ଏହିପରି ଭାବରେ ବାବା ଭକ୍ତମାନଙ୍କର ଦୁଃଖ ସବୁ ଦୂର କରୁଥିଲେ ଆଉ ନିଜ ଶରୀରକୁ ଭକ୍ତମାନଙ୍କର ଦୁଃଖ ସବୁ ନେଇଯାଉଥିଲେ। ଯଦି ଏହି ଭିଡ଼ିଓକୁ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ, ବେଲ୍ ଆଇକନ୍କୁ ଟଚ୍ କରନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।